ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଅଗ୍ରଣୀ ଯୁବ ସାହିତ୍ୟ ଅନୁଷ୍ଠାନ ଉନ୍ମାଦନା ଯୁବ ସାହିତ୍ୟ ପ୍ରତିଷ୍ଠାନ ହିଞ୍ଜିଳିକାଟୁ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଯୁବକବି ସମ୍ମିଳନୀ ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଭାପତି ଶ୍ରୀ ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ସମାଲୋଚକ ଏବଂ ବ୍ରହ୍ମପୁର ସାହିତ୍ୟ ପରିଷଦର ପ୍ରତିଷ୍ଠାତା ଶ୍ରୀ ସୁଶାନ୍ତ ଦାସ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ସାହିତ୍ୟ ସଂଗଠନର ଓ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଫିଜିକାଲ ଏକାଡେମୀର ନିର୍ଦ୍ଦେଶକ ହାବିଲଦାର ସୀମାଞ୍ଚଳ ବାରିକ ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ରାଜେଶ କୁମାର ପାତ୍ର ସହ ସମ୍ପାଦକ ଶ୍ରୀ ରୁଦ୍ରନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ତତ୍ସହିତ ନିମନ୍ତ୍ରିତ ଅତିଥି ଭାବେ ଗୀତିକାର କବି ଶ୍ରୀ ଧୀରେନ କୁମାର ପଣ୍ଡା, ସାହିତ୍ୟପ୍ରେମୀ ଓ ସଂଗଠିକା ଶ୍ରୀମତୀ ଦୀପ୍ତିମତା ମହାପାତ୍ର, ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଡକ୍ଟର ମନୀଷା ବିଶ୍ୱାଳ ଏବଂ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ବନଜା ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଭାତ କୁମାର ମହାରଣା, ଏଲ୍ ସନ୍ତୋଷ ପାତ୍ର, ପପୁ ସାହୁଙ୍କ ସାହିତ୍ୟପ୍ରେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସାଂସ୍କୃତିକ ସଭାପତି ଶ୍ରୀମତୀ ରଶ୍ମିତା ଦଳେଇ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଂଯୋଜିକା ଶ୍ରୀ ନନ୍ଦିନୀ ମହାରଣାଙ୍କ ସଂଯୋଜନାରେ 30ରୁ ଊର୍ଦ୍ଧ୍ୱ କବିମାନେ କବିତା ପାଠ କରିଥିଲେ। ଯୁବ ସାହିତ୍ୟିକମାନଙ୍କୁ ସୁଯୋଗ ତିଆରି କରିବା ଓ ସେମାନଙ୍କୁ ସାହିତ୍ୟ କ୍ଷେତ୍ରରେ ଦକ୍ଷ କରାଇବା ପାଇଁ ଉନ୍ମାଦନା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଞ୍ଚ ତିଆରି କରି ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବ କରୁଥିବା କହିଛନ୍ତି ସଭାପତି ରତ୍ନାକର ସିଂହ। ଅନୁଷ୍ଠାନର ଏହିଭଳି ଚିନ୍ତାଧାରାକୁ ଭୁରି ଭୁରି ପ୍ରଶଂସା କରିଥିଲେ ବିଶିଷ୍ଟ କବି ସୁଶାନ୍ତ ଦାସ। ଯୁବକମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଏତେ ମାତ୍ରାରେ ଭଲ ପାଇବା ଦେଖି ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟ ବକ୍ତା ଡକ୍ଟର ଶ୍ୟାମାପ୍ରସାଦ ମିଶ୍ର। ପରିଶେଷରେ ସହ ସମ୍ପାଦକ ରୁଦ୍ରନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଡି ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।